ଅଗ୍ନିକାଣ୍ଡରେ ଜଳିଗଲା ଜଳଖିଆ ଦୋକାନ। ଆଜି ଅପରାହ୍ନରେ ଗଅଁଦିଆ ବ୍ଲକ ଷ୍ଟାଣ୍ଡଠାରେ ଥିବା ବିନୋଦ ସାହୁଙ୍କ ଜଳଖିଆ ଦୋକାନରେ କାଠ ଚୁଲାରେ ଜଳଖିଆ ପ୍ରସ୍ତୁତ ଚାଲିଥିବା ସମୟରେ କୌଣସି କାରଣବଶତଃ ହଠାତ୍ ଉକ୍ତ ଚୁଲାରୁ ନିଆଁ ଉପରେ ଥିବା ଚାଳ ଛପରକୁ ଲାଗିଯାଇଥିଲା। ତୁରନ୍ତ ଖବର ପାଇ ଗଅଁଦିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ନିଆଁକୁ ଆୟତ୍ତ କରିଥିଲେ। ଏହି ନିଆଁ ଲିଭା କାର୍ଯ୍ୟରେ ଯୁବ ସମାଜସେବୀ ପରମାନନ୍ଦ ବେହେରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଉକ୍ତ ଦୋକାନରେ ପ୍ରସ୍ତୁତ ହୋଇଥିବା ତେଲ ଭାଜି ସବୁ ନଷ୍ଟ ହୋଇଯାଇଥିଲା। ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।